ସାଇକୋଲୋଜି କହିଥାଏ ଯେଉଁ ଝିଅମାନେ ବିବାହ ପୂର୍ବରୁ କିସ୍ କରିଥାନ୍ତି ବା ସେକ୍ସ କରିଥାନ୍ତି ତେବେ ସେମାନେ ବିବାହ ପରେ କିସ୍ କରିବାକୁ ବା ସେକ୍ସ କରିବାକୁ ଲାଜ କରନ୍ତି ନାହିଁ। ସାଇକୋଲୋଜି କହିଥାଏ ଯଦି କୌଣସି ମହିଳା ଆପଣଙ୍କୁ ମନେ ମନେ ପସନ୍ଦ କରୁଥାନ୍ତି ଓ ଆପଣ ଯେତେବେଳେ ତାଙ୍କ ଆଖି ପାଖରେ ଥାଆନ୍ତି ତେବେ ନୋଟିସ୍ କରିବେ ସେ ତାଙ୍କ ବାଳ ସହିତ ନିଶ୍ଚୟ ଖେଳିବାକୁ ଲାଗିବେ। ସାଇକୋଲୋଜି କହିଥାଏ ଏହା ଜରୁରୀ ହୋଇନଥାଏ କି ମହିଳାମାନେ ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ବନାଇ ସାରିବା ପରେ ଆପଣଙ୍କୁ ସଚ୍ଚା ପ୍ରେମ କରିବେ। ଏହା ବି ହୋଇପାରେ ସେ ଆପଣଙ୍କୁ ଧୋକା ବି ଦେଇପାରନ୍ତି। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଖୁସି କରିବା ପାଇଁ ନିଜେ ନିଜକୁ ବଦଳାଇ ଦେଇଥାଏ ତେବେ ସେହି ସ୍ତ୍ରୀ ବହୁତ ଭାଗ୍ୟବାନ ହୋଇଥାଏ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ବ୍ଲଡ଼ ପ୍ରେସର ଧିମା ଓ ଷ୍ଟ୍ରେସ୍ କମ୍ ହୋଇଯାଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ଗୋଟିଏ ସ୍ତ୍ରୀ ଘିଆ ଖାଇବା ସମୟରେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ହୋଇଥାଏ ତେବେ ବୁଝିଯାଆନ୍ତୁ କି ସେ କାମୁକ ସ୍ଥିତିରେ ରହିଛନ୍ତି ବୋଲି। ସାଇକୋଲୋଜି କହିଥାଏ ପୁରୁଷର ସଫଳତା ପଛରେ ମା ବାପାଙ୍କ ବ୍ୟତୀତ କୌଣସି ଦ୍ୱିତୀୟ ମହିଳା ନଥାଏ କାରଣ ଦ୍ୱିତୀୟ ମହିଳା ସବୁବେଳେ ଗୋଟେ ସଫଳ ପୁରୁଷ ଖୋଜିଥାଏ। ସାଇକୋଲୋଜି କହିଥାଏ ପୁରୁଷ ଉପରେ ଲାଗିଥିବା ଦାଗ ତାଙ୍କ ରୋଜଗାର ଦ୍ୱାରା ଧୋଇ ଯାଇଥାଏ କିନ୍ତୁ ସ୍ତ୍ରୀ ଉପରେ ଲାଗିଥିବା ଦାଗ ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ସ୍ୱାମୀ ସ୍ତ୍ରୀର ଇଚ୍ଛାକୁ ଅଣଦେଖା କରିଥାଏ ତେବେ ସେ ଗୋଟିଏ ଇଚ୍ଛା ନୁହେଁ ବରଂ ସମ୍ପର୍କର ମିଠାପଣକୁ ଦୂରେଇ ଦେଇଥାଏ। ସାଇକୋଲୋଜି କହିଥାଏ ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ଲୋକ ଦ୍ୱାରା ଧୋକା ମିଳିଥାଏ ତେବେ ସେ କୌଣସି ମଣିଷ ଉପରେ ଭରସା କରିବା ପୂର୍ବରୁ ହଜାର ଥର ଭାବିଥାଏ।